ଓಂ ଶାନ୍ତି। ଅବ୍ୟକ୍ତ ବାପଦାଦାଙ୍କର ଅବ୍ୟକ୍ତ ସ୍ଥିତିକୁ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଥିବା ଶ୍ରେଷ୍ଠ ଆତ୍ମିକ ସନ୍ତାନମାନଙ୍କୁ ସଙ୍ଗମ ଯୁଗର ଏହି ଉତ୍ତମ ବେଳାରେ ହୃଦୟର ସହିତ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁସ୍ୱାଗତମ୍, ସୁପ୍ରଭାତ। କୁହାଯାଏ, खुशी जैसी खुराक नहीं, गम जैसी रोग नहीं। ଏହା ମଧ୍ୟ ନିରାଟ ସତ୍ୟ ଯେ ଖୁସି ହିଁ ଜୀବନର ହିଁ ଆଧାର ଅଟେ। ଚାହେ ସାଧାରଣ ମଣିଷଟିଏ ହେଉ ବା ଧନାଢ଼୍ୟ ସମ୍ପନ୍ନ ବ୍ୟକ୍ତି ହେଇଥାଉ, ପରନ୍ତୁ ଖୁସି ନାହିଁ ତ ଯେପରି ଜୀବନ ନିଷ୍ପ୍ରାଣ, ନିରସ। ସେଥିପାଇଁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ଯେତେବେଳେ ପାରିବାରିକ ବା ସାମାଜିକ ବିଶୃଙ୍ଖଳା ଦେଖାଦିଏ ତ କହିଥାନ୍ତି, ଭାଇ ଆମକୁ କିଛି ଦରକାର ନାହିଁ, ତୁମେ ସବୁ ନେଇଯାଅ, ହେଲେ ଶାନ୍ତିରେ ରୁହ, ଖୁସିରେ ଟିକେ ରୁହ ଏବଂ ରହିବାକୁ ଦିଅ। ଆଜି ମନୁଷ୍ୟ ଖୁସିରେ ରହିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଚଳାଇ ଆସିଛି। ସମସ୍ତ ପ୍ରକାରର ସୁଖ ସୁବିଧାର ବ୍ୟବସ୍ଥା କରି ମଧ୍ୟ ଯଦି ପାରିବାରିକ ବା ମାନସିକ ଅଶାନ୍ତି ଦେଖାଦେଲା, ଖୁସି ପାଇବା ଠାରୁ ବହୁ ଦୂରରେ ରହିଲା, ତେବେ ସବୁକିଛିକୁ ତୁଚ୍ଛ କରି ନିଜ ଜୀବନକୁ ହାରିଦେବାର ମଧ୍ୟ ପ୍ରୟାସ କରୁଛି। ଖୁସି ପ୍ରାପ୍ତ ନ ହେବାର ମୁଖ୍ୟ କାରଣ ହେଉଛି ଏହି ବସ୍ତୁବାଦୀ ଦୁନିଆରେ ଦେହ ସର୍ବସ୍ୱ ହୋଇ ନିଜର ବାସ୍ତବିକ ସ୍ୱରୂପକୁ ଭୁଲିଯିବା, ନିଜର ପ୍ରକୃତ ପିତାଙ୍କୁ ଭୁଲିଯିବା ବା ପ୍ରକୃତ ପିତାଙ୍କର ପରିଚୟକୁ ଭୁଲିଯିବା, ଯିଏକି ସୁଖ ଶାନ୍ତିର ଖୁସିର ସାଗର ଅଟନ୍ତି, ଦୁଃଖ ହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ଗୀତାର ମହାବାକ୍ୟ ଅନୁସାରେ ଭଗବାନ କହୁଛନ୍ତି, ମୋ ଦ୍ୱାରା ମୋତେ ଜାଣି, ମୋ ମତରେ ଚାଲି, ମୋ ସହିତ ବୁଦ୍ଧିର ଯୋଗକୁ ଲଗାଇ ରଖ, ତେବେ ଗୋଟିଏ ଜନ୍ମ ନୁହେଁ, ପୁରା 21 ଜନ୍ମ ସମ୍ପୂର୍ଣ୍ଣ ସୁଖ ଶାନ୍ତି ଆନନ୍ଦରେ ନିଷ୍କଣ୍ଟକ ରାଜ୍ୟ କରିବ। ବର୍ତ୍ତମାନ ପ୍ରତ୍ୟକ୍ଷ ଫଳ ରୂପରେ ସର୍ବଦା ଖୁସି ହିଁ ଖୁସି ଅନୁଭବ କରି ଚାଲିବ। ସେଥିପାଇଁ ସତ୍ୟ ପିତା ନିଜର ସତ୍ୟ ଆତ୍ମିକ ସନ୍ତାନ, ତପସ୍ୱୀ ସନ୍ତାନମାନଙ୍କୁ ଦେଖୁଛନ୍ତି। ବାବା କହୁଛନ୍ତି, ତୁମେମାନେ ତପସ୍ୱୀ ମଧ୍ୟ ଅଟ ଏବଂ ରାଜ୍ୟ ଅଧିକାରୀ ମଧ୍ୟ ଅଟ। ରାଜ୍ୟ ଅଧିକାରୀ ଅର୍ଥାତ୍ ନିଜ କର୍ମେନ୍ଦ୍ରିୟ ଉପରେ ମାଲିକ, ନିଜ ନିର୍ଦ୍ଦେଶ ମୁତାବକ କର୍ମେନ୍ଦ୍ରିୟ ଗୁଡ଼ିକୁ ପରିଚାଳିତ କରିବା। ତେବେ ଏହା ପ୍ରାପ୍ତ ହୋଇପାରିବ କେବଳ ତପସ୍ୟା ଆଧାରରେ। ତପସ୍ୟାର ବଳ ଅଧୀନରୁ ଅଧିକାରୀ କରିଦେଇଥାଏ। ଯେହେତୁ ସାରା ସଂସାରର ମନୁଷ୍ୟ ଏବେ କର୍ମେନ୍ଦ୍ରିୟ ଗୁଡ଼ିକର ଅଧୀନ ହୋଇ ପରିଚାଳିତ ହେଉଛନ୍ତି, ଯଦ୍ୱାରା ସଂସାର ଆଜି ଧ୍ୱଂସାଭିମୁଖୀ। ସେଥିପାଇଁ ଶିବ ବାବା ଆସିଛନ୍ତି ତପସ୍ୟା ଦ୍ୱାରା ଆତ୍ମାକୁ କର୍ମେନ୍ଦ୍ରିୟମାନଙ୍କର ରାଜା କରିବା ପାଇଁ। ସେଥିପାଇଁ ମଧ୍ୟ ଗାୟନ ରହିଛି, ତପସ୍ୟା ଦ୍ୱାରା ରାଜ୍ୟ ଭାଗ୍ୟ ପ୍ରାପ୍ତ ହୋଇଥାଏ। ତେଣୁ ସେହି ଦୃଷ୍ଟିରୁ ଆମେ ଈଶ୍ୱରୀୟ ସନ୍ତାନମାନେ କେତେ ଭାଗ୍ୟବାନ। ଏଭଳି ଭାଗ୍ୟ ସାରା କଳ୍ପ ମଧ୍ୟରେ କାହାରିକୁ ପ୍ରାପ୍ତ ହୋଇପାରିବ ନାହିଁ। ପୁଣି ଏତେ ବଡ଼ ଭାଗ୍ୟ ଯାହାକି ସ୍ୱୟଂ ଭାଗ୍ୟ ବିଧାତାଙ୍କୁ ନିଜର କରିଦେଇଛି।
ମାଗିବାର ଆବଶ୍ୟକତା ନାହିଁ। ଭାଗ୍ୟଗୁଡ଼ିକ ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର ରୂପରେ ପୈତୃକ ସମ୍ପତ୍ତି ହିସାବରେ ଆପଣା ଛାଏଁ ପ୍ରାପ୍ତ ହୋଇଯାଉଛି। ତପସ୍ୟା ଅର୍ଥାତ୍ ମୁଁ ଆତ୍ମା ପରମାତ୍ମାଙ୍କର ଏବଂ ପରମାତ୍ମା ମୋର, ବାସ୍, ତୃତୀୟ କେହି ନୁହେଁ। ଏହି ସ୍ମୃତି ସଦା ଜାଗ୍ରତ ରହୁ। ଏହାଦ୍ୱାରା ବର୍ତ୍ତମାନ ସ୍ୱରାଜ୍ୟର ଅଧିକାର ପ୍ରାପ୍ତ ହେବା ସହିତ ଭବିଷ୍ୟ ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟର ଅଧିକାର ମଧ୍ୟ ପ୍ରାପ୍ତ ହୋଇପାରିବ। ଭକ୍ତିରେ ଆମେ ଯୁଗ ଯୁଗ ଧରି ଡାକି ଆସିଛେ ବା ଗାୟନ କରି ଆସିଛେ କି ହେ ପ୍ରଭୁ, ତୁମେ ମାଲିକ, ମୁଁ ଦାସ। ତୁମେ ସର୍ବଗୁଣର ଅଧିକାରୀ, ମୁଁ ନିର୍ଗୁଣ, ନୀଚ, ପାପୀ ଇତ୍ୟାଦି ଇତ୍ୟାଦି। ଏବେ ସ୍ୱୟଂ ପରମାତ୍ମା ପିତା ଆସି କହୁଛନ୍ତି, ସ୍ମୃତି ଦେଉଛନ୍ତି, ହେ ମୋର ଆତ୍ମିକ ସନ୍ତାନଗଣ, ମୋର ସନ୍ତାନ ବା ମୋ ସନ୍ତାନ ହିସାବରେ ପୁଣି ଗୋଲାମ, ନିର୍ଗୁଣ, ଏହା ଶୋଭା ପାଉନାହିଁ। ତୁମେମାନେ ମୋର ଶ୍ରେଷ୍ଠ ସନ୍ତାନ, ମୋର ଅଧିକାରୀ ବା ଉତ୍ତରାଧିକାରୀ ସନ୍ତାନ। ତେଣୁ ଏବେ ଜାଗ୍ରତ ହୁଅ। ନିଜର ବାସ୍ତବିକ ଆତ୍ମିକ ସ୍ୱରୂପକୁ ଜାଣି ଆତ୍ମା ପୁରୁଷ ଅର୍ଥେ ପୁରୁଷାର୍ଥ କରିଚାଲ। ହନୁମାନଙ୍କର ଗାୟନ ରହିଛି ନା, ତାଙ୍କୁ ସ୍ମୃତି ଦେବା ପରେ ସେ ସଂସାରର ସବୁ ଅସମ୍ଭବକୁ ସମ୍ଭବ କରି ଦେଖେଇଦେଲେ। ବାବା କହୁଛନ୍ତି, ସମୟ ଏବଂ ସଂକଳ୍ପ ଏହା ତୁମମାନଙ୍କର ଶ୍ରେଷ୍ଠ ସମ୍ପତ୍ତି। ଏହାରି ଆଧାରରେ ବିଶ୍ୱ ନବନିର୍ମାଣ ବା ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟର ନିର୍ମାଣ ନିର୍ଭର କରୁଛି। ଏହା ଯେପରି ବ୍ୟର୍ଥ ନଯାଏ, ପ୍ରତ୍ୟେକ ସମୟ, ପ୍ରତ୍ୟେକ ସଂକଳ୍ପ ତାହା ଶ୍ରେଷ୍ଠ ହେଉ, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଶାସ୍ତ୍ରରେ ଉଲ୍ଲେଖ ଅଛି ନା, ଭଗବାନଙ୍କୁ ସଂକଳ୍ପ ଆସିଲା ସୃଷ୍ଟି ରଚନା କରିବା ପାଇଁ। ତେବେ ସମୟ ଏବଂ ସଂକଳ୍ପ ଦ୍ୱାରା ହିଁ ଶ୍ରେଷ୍ଠ ଦୁନିଆର ରଚନା କଲେ। ତେଣୁ ସମୟ ଏବଂ ସଂକଳ୍ପ ସର୍ବଶ୍ରେଷ୍ଠ ଅଟେ। ଏହାରି ଉପରେ ହିଁ ସବୁ କିଛି ନିର୍ଭର କରେ। ତେଣୁ ଏହା ଯେପରି ବ୍ୟର୍ଥ ନ ଯାଉ, ସର୍ବଦା ସମର୍ଥ ହେଉ, ଶ୍ରେଷ୍ଠ ହେଉ। ଶିବ ବାବା କହୁଛନ୍ତି, ନିଜର ଚାଲିଚଳନ ଏବଂ ଚେହେରା ଏପରି ହେଉ ଯଦ୍ୱାରା ପୁଣ୍ୟର ରେଖାକୁ ପ୍ରଦର୍ଶିତ କରୁଥିବ। ତେବେ ଯାଇ କୁହାଯିବ ଶ୍ରେଷ୍ଠ ଭାଗ୍ୟବାନ ଆତ୍ମା। ନିଜର ଚେହେରା ଏପରି ହେଉ ବା ଚାଲିଚଳନ ଏପରି ହେଉ, ଅନ୍ୟମାନଙ୍କୁ ଏହା ଅନୁଭବ ହେଉ, ପ୍ରକୃତରେ ଏମାନେ ମହାନ, ଶ୍ରେଷ୍ଠ, ଭଗବାନଙ୍କର ସଚ୍ଚା ସନ୍ତାନ। ଜ୍ଞାନୀ ତୁ ଆତ୍ମା, ଯୋଗୀ ତୁ ଆତ୍ମା, ତାଙ୍କୁ ହିଁ କୁହାଯିବ ଯେଉଁମାନେ ଅନ୍ତର୍ମୁଖୀ ସ୍ଥିତିରେ ରହି ନିଜର ଶକ୍ତି ଏବଂ ପ୍ରକାଶ ସ୍ୱରୂପର ଅନୁଭବ କରେଇଥାନ୍ତି ସାରା ବିଶ୍ୱକୁ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ, ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ।
ওম শান্তি, ওম শান্তি, ওম শান্তি।